ଆସନ୍ତୁ ଆଜି ଆମେ ବିପରୀତାର୍ଥକ ବୋଧକ ଶବ୍ଦ ବିଷୟରେ ଆଲୋଚନା କରିବା। ଯେଉଁମାନେ ଚ୍ୟାନେଲକୁ ନୂଆ କରି ଆସିଛନ୍ତି ସେମାନେ ସବସ୍କ୍ରାଇବ୍ କରିଦିଅନ୍ତୁ। ଏଠାରେ ଆପଣମାନେ 650 ପ୍ଲସ୍ ବିପରୀତ ଶବ୍ଦ ପାଇପାରିବେ। ତାହେଲେ ନିହାତି ଭାବରେ ଏହି ଭିଡ଼ିଓକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଉ 3-4 ମାର୍କର ଫାଇଦା ଉଠାନ୍ତୁ। ଆସନ୍ତୁ ଆଲୋଚନା କରିବା। ଯେପରି ଅକଲର ବେଅକଲ, ସେହିପରି ଅକର୍ମହାର ବିପରୀତ କର୍ମଠ ବା କର୍ମୀ, ଅସଲର ନକଲ, ଅସଲିର ନକଲି, ଅଗ୍ରର ପଶ୍ଚାତ ହୋଇଥାଏ ଆଉ ଅଗର ମୂଳ ହୋଇଥାଏ, ଅଳସର ନିରଅଳସ, ଅବରର ବର ପୂର୍ବ, ଅଗ୍ରଜର ଅନୁଜ ହୋଇଥାଏ। ନେକ୍ସଟ ଅନ୍ତର୍ଗତର ବହିର୍ଗତ, ସେଇଭଳିଆ କ'ଣ ହେଇଥାଏ ନା ଅନ୍ତର୍ଧାନର ଆବିର୍ଭାବ ହୋଇଥାଏ, ଅନ୍ତର୍ନିହିତର ଆବିର୍ଭୂତ, ଅନ୍ତର୍ମୁଖୀର ବହିର୍ମୁଖୀ, ଅଘଟଣର ଘଟଣ, ଅନ୍ତରଙ୍ଗ। ବହୁତ ଇମ୍ପୋର୍ଟାଣ୍ଟ ଅନ୍ତରଙ୍ଗ। ଅନ୍ତରଙ୍ଗର କ'ଣ ହେଇଥାଏ ବହିରଙ୍ଗ। ଆଉ ବହୁତ ଏକ୍ଜାମରେ ମଧ୍ୟ ଅନ୍ତରଙ୍ଗର ବିପରୀତ ଶବ୍ଦ ପଚାରିଥାଏ। ନେକ୍ସଟ ଅନ୍ତର୍ଲିପି ବହିର୍ଲିପି, ସେଇଭଳିଆ ଅନ୍ଧର ଚକ୍ଷୁଷ୍ମାନ, ଅନ୍ଧାରର ଆଲୁଅ, ଏ ତ ସମସ୍ତେ ଜାଣିଥିବେ ଅନ୍ଧାରର ଆଲୁଅ। ନେକ୍ସଟ ଅଜ୍ଞର ବିଜ୍ଞ, ଅର୍ଥର କ'ଣ ହେଇଥାଏ ଅନର୍ଥ, ସେଇଭଳିଆ ଅଧମର ଉତ୍ତମ, ଅଧମର୍ଣ୍ଣର କ'ଣ ହେଇଥାଏ ଉତ୍ତମର୍ଣ୍ଣ ହୋଇଥାଏ, ଅପରାଧୀ ନିରପରାଧ, ଅଧିକର ଊଣା ମଧ୍ୟ ହୋଇଥାଏ ଆଉ ଅଳ୍ପ ମଧ୍ୟ ହୋଇଥାଏ। ତେଣୁ ଆପଣମାନଙ୍କୁ ଦୁଇଟି ଯାକ ମନେ ରଖିବା ପାଇଁ ହେବ, ଅଧିକର ଊଣା ଅଳ୍ପ। ସେହିଭଳିଆ ଅଧର ଊର୍ଦ୍ଧ୍ୱ, ଅଧସ୍ତନର ଉପରିସ୍ଥ, ଅଧପତନ ଅଭ୍ୟୁତ୍ଥାନ, ଅଧପତନର କ'ଣ ହେଇଥାଏ ଅଭ୍ୟୁତ୍ଥାନ। ବହୁତ ଥର OSSC ଏକ୍ଜାମରେ ଆସିଛି, ତେଣୁ ଆପଣମାନଙ୍କୁ ନିହାତି ଭାବରେ ମନେ ରଖିବା ପାଇଁ ହେବ ଅଧପତନର ଅଭ୍ୟୁତ୍ଥାନ। ନେକ୍ସଟ ଅନନ୍ତର ଶାନ୍ତ, ଅନାଥର ସନାଥ, ସେଇଭଳିଆ ଅପକାର ଉପକାର, ଅପେକ୍ଷାର କ'ଣ ହେଇଥାଏ ଉପେକ୍ଷା, ଅଭିଜାତର କ'ଣ ହେଇଥାଏ ଉପଜାତ, ଅଭିଜ୍ଞ କ'ଣ ହେଇଥାଏ ଅନଭିଜ୍ଞ, ସେଇଭଳିଆ ଅଭ୍ୟସ୍ତର କ'ଣ ହେଇଥାଏ ଅନଭସ୍ୟ, ଅଭ୍ୟାସର ଅନଭ୍ୟାସ, ଅଭ୍ୟାସର କ'ଣ ହେଇଥାଏ ଅନଭ୍ୟାସ, ଅମିରର କ'ଣ ହେଇଥାଏ ଫକୀର, ଅମୃତର ଗରଳ, ବିଷ ଆପଣମାନେ ଖାଲି ଜାଣିଥିବେ ବିଷ, କିନ୍ତୁ ଜାଣି ନିଅନ୍ତୁ ଗରଳ ମଧ୍ୟ ଅମୃତର ବିପରୀତ ହୋଇଥାଏ। ନେକ୍ସଟ ଅଜାତର ଜାତ, ଅସ୍ଥିର ସ୍ଥିର ହେଇଥାଏ, ଅସାର ସାର, ସେଇଭଳିଆ ଅନାଥାର କ'ଣ ହେଇଥାଏ ସନାଥା, ଅଭିଶାପର ଆଶୀର୍ବାଦ, ଆପଣମାନେ ସମସ୍ତେ ଜାଣିଥିବେ ଅଭିଶାପର କ'ଣ ହେଇଥାଏ ଆଶୀର୍ବାଦ। ଆଉ ଗୋଟେ ଭେରି ଇମ୍ପୋର୍ଟାଣ୍ଟ ରହିଛି ଅଭ୍ୟାଗତର କ'ଣ ହେଇଥାଏ ବହିର୍ଗତ, ଅମରର କ'ଣ ହେଇଥାଏ ମର। ନେକ୍ସଟ ଅନାବୃଷ୍ଟିର କ'ଣ ହେଇଥାଏ ଅତିବୃଷ୍ଟି, ଅନାବୃଷ୍ଟିର ଅତିବୃଷ୍ଟି, ଅନୁକୂଳର କ'ଣ ହେଇଥାଏ ପ୍ରତିକୂଳ, ଅନୁଗ୍ରହର ବିପରୀତ କ'ଣ ହେଇଥାଏ ନିଗ୍ରହ, ଅନୁରକ୍ତିର କ'ଣ ହେଇଥାଏ ବିରକ୍ତି, ଆଉ ଅନୁରକ୍ତର କ'ଣ ହେଇଥାଏ ବିରକ୍ତ। ତେଣୁ ଜାଣି ରଖନ୍ତୁ ଅନୁରକ୍ତିର ବିରକ୍ତି ହେଇଥାଏ ଆଉ ଅନୁରକ୍ତର କ'ଣ ହେଇଥାଏ ବିରକ୍ତ। ନେକ୍ସଟ ଅନୁରାଗର କ'ଣ ହେଇଥାଏ ବିରାଗ। ନେକ୍ସଟ ଅସନର ଅନଶନ, ଅସୀମର କ'ଣ ହେଇଥାଏ ସସୀମ, ସେଇଭଳିଆ ଅସ୍ତ୍ରର ବିପରୀତ କ'ଣ ହେଇଥାଏ ଅସ୍ତ୍ରର ଶସ୍ତ୍ର, ଅପଚୟର ଉପଚୟ, ଅପାୟର ଉପାୟ। ବହୁତ ଇମ୍ପୋର୍ଟାଣ୍ଟ, ଯୋଉଟା କି OSSC ଏକ୍ଜାମରେ ବାରମ୍ବାର ଆସିଥିଲା। ତେଣୁ ଜାଣି ରଖନ୍ତୁ କ'ଣ ଅନ୍ୟ ଗତିର କ'ଣ ହେଇଥାଏ ଅନନ୍ୟ ଗତି। ତେଣୁ ଆପଣମାନେ ସମସ୍ତେ ମନେ ରଖିଥାନ୍ତୁ ଅନ୍ୟ ଗତିର କ'ଣ ହେଇଥାଏ ନା ଅନନ୍ୟ ଗତି। ସେଇଭଳିଆ ଅବସର କ'ଣ ହେଇଥାଏ ଅନବସର, ଅନ୍ୟମନାର କ'ଣ ହେଇଥାଏ ଅନନ୍ୟମନା, ଅଳ୍ପର କ'ଣ ହେଇଥାଏ ଅଧିକ। ଆମେ ସମସ୍ତେ ଅଳ୍ପର ଅଧିକ ଜାଣିଛୁ, କିନ୍ତୁ ଅନଳ୍ପ ଆମେ ଜାଣିନୁ। ସେଇଭଳିଆ ଅଳ୍ପର କ'ଣ ହେଇଥାଏ ଅନଳ୍ପ ଅଧିକ। ତେଣୁ ଦୁଇଟା ଯାକ ଆପଣମାନଙ୍କୁ ମନେ ରଖିବା ପାଇଁ ହେବ। ପରୀକ୍ଷାରେ ଦେଇଥିବ ଅନଳ୍ପ, ଆପଣ ଜାଣିନଥିଲେ ଭୁଲ କରିଦେଇକି ଆସିଥିବେ। ତେଣୁ ଜାଣି ରଖନ୍ତୁ ଅଳ୍ପର ଅନଳ୍ପ ମଧ୍ୟ ହେଇଥାଏ ଆଉ ଅଧିକ ମଧ୍ୟ ହେଇଥାଏ। ତେଣୁ ବହୁତ ଇମ୍ପୋର୍ଟାଣ୍ଟ। ନେକ୍ସଟ ଅଧ୍ୟୟନର କ'ଣ ହେଇଥାଏ
ଅନଧନ। ଅଗ୍ରଗାମୀର ବିପରୀତ କ'ଣ ହେଇଥାଏ? ଅନୁଗାମୀ। ନେକ୍ସଟ ଅନୁରାଗର କ'ଣ ହେଇଥାଏ? ବିରାଗ। ସେଇଭଳିଆ ଅନୁଲୋମର କ'ଣ ହେଇଥାଏ? ପ୍ରତିଲୋମ। ସେଇଭଳିଆ ଅନ୍ତରର କ'ଣ ହେଇଥାଏ? ବାହାର। ସେଇଭଳିଆ ଅଗ୍ରଗାମୀର କ'ଣ ହେଇଥାଏ? ଅନୁଗାମୀ। ନେକ୍ସଟ ଦେଖନ୍ତୁ ଅର୍ପଣର କ'ଣ ହେଇଥାଏ? ଅର୍ପଣ ଦୁଇଟି ବିପରୀତ ରହିଛି, ଗୋଟେ ହେଉଛି ପ୍ରତ୍ୟର୍ପଣ ଆଉ ଗୋଟେ କ'ଣ? ଗ୍ରହଣ। ତେଣୁ ଆପଣମାନଙ୍କୁ ଦୁଇଟି ଯାକ ମନେ ରଖିବା ପାଇଁ ହେବ। ନେକ୍ସଟ ଅର୍ପିତ, ପ୍ରତ୍ୟର୍ପିତ, ଗୃହୀତ। ଏ ଗୋଟେ ଭେରି ଭେରି ଇମ୍ପୋର୍ଟାଣ୍ଟ, ଆପଣମାନଙ୍କୁ ମନେ ରଖିବା ପାଇଁ ପଡ଼ିବ। ଅର୍ପିତର କ'ଣ ହେଇଥାଏ? ନା ପ୍ରତ୍ୟର୍ପିତ ହେଇଥାଏ, ଆଉ ଗୋଟେ କ'ଣ ହେଇଥାଏ? ଗୃହୀତ। ନେକ୍ସଟ ଅଭିନ୍ନର କ'ଣ ହେଇଥାଏ? ଭିନ୍ନ। ଅନୁଚିତର ଉଚିତ। ସେଇଭଳିଆ ଅକାର୍ଯ୍ୟର କ'ଣ ହେଇଥାଏ? କାର୍ଯ୍ୟ। ଅକୃତଜ୍ଞର କ'ଣ ହେଇଥାଏ? କୃତଜ୍ଞ। ଅନାବିଡ଼ର କ'ଣ ହେଇଥାଏ? ଆବିଡ଼। ନେକ୍ସଟ କ'ଣ ହେଇଥାଏ? ଅପମାନର କ'ଣ ହେଇଥାଏ? ସମ୍ମାନ। ବୁଝିପାରୁଛନ୍ତି ତ? ସେଇଭଳିଆ ଅଲଣାର କ'ଣ ହେଇଥାଏ? ଲୁଣିଆ। ଆକାଶର ବିପରୀତ କ'ଣ ହେଇଥାଏ? ପାତାଳ। ଆଉ ଆକର୍ଷଣର କ'ଣ ହେଇଥାଏ? ବିକର୍ଷଣ। ସେହିଭଳିଆ ଆୟତ୍ତର କ'ଣ ହେଇଥାଏ? ଅଣାୟତ୍ତ। ଆଉ ଆପଣମାନେ ତ ଜାଣିଥିବେ ଆରମ୍ଭର ଶେଷ ହେଇଥାଏ। ଆରବ୍ଧର କ'ଣ ହେଇଥାଏ? ସମାପ୍ତ। ତେଣୁ ବହୁତ ବହୁତ ଇମ୍ପୋର୍ଟାଣ୍ଟ, ଆପଣମାନେ ଜାଣିନଥିବେ ଆରବ୍ଧର କ'ଣ ହେଇଥାଏ? ନା ସମାପ୍ତ। ଆରାଧ୍ୟର କ'ଣ ହେଇଥାଏ? ଆରାଧକ। ଆରାଧ୍ୟର କ'ଣ ହେଇଥାଏ? ଆରାଧକ। ଆରୋହଣର କ'ଣ ହେଇଥାଏ? ଅବରୋହଣ, ଅବତରଣ। ତେଣୁ ଏଇ ଦୁଇଟି ଯାକ ଆପଣମାନଙ୍କୁ ମନେ ରଖିବା ପାଇଁ ପଡ଼ିବ। ଆରୋହଣର ବିପରୀତ କ'ଣ ହେଇଥାଏ? ନା ଗୋଟେ ହେଇଥାଏ ଅବରୋହଣ, ଆଉ ଗୋଟେ କ'ଣ ହେଇଥାଏ? ଅବତରଣ। ତେଣୁ ଆପଣମାନଙ୍କୁ ଏଇ ଦୁଇଟି ଯାକ ମନେ ରଖିବାକୁ ପଡ଼ିବ। ଆରୋହୀର କ'ଣ ହେଇଥାଏ? ଅବରୋହୀ। ଆଉ ଆଶାର, ଆପଣମାନେ ତ ଜାଣିଥିବେ ଆଶାର ନିରାଶା। ଆଉ ଆଶୀର୍ବାଦର କ'ଣ ହେଇଥାଏ? ଅଭିଶାପ। ମୁଁ ସେତେବେଳେ କହିଥିଲି ଅଭିଶାପର କ'ଣ ହେଇଥାଏ? ନା ଆଶୀର୍ବାଦ। ଆଉ ଆଶୀର୍ବାଦ ବିପରୀତ କ'ଣ ହେଇଥାଏ? ଅଭିଶାପ। ଆର୍ଯ୍ୟ, ଅନାର୍ଯ୍ୟ। ଆଲୋକର ବିପରୀତ କ'ଣ ହେଇଥାଏ? ଆଲୋକର ଅନ୍ଧାର ବା ଅନ୍ଧାରର ଆଲୋକ। ଆଉ ଆଲୁଅର ବିପରୀତ କ'ଣ ହେଇଥାଏ? ଆଲୁଅର ଅନ୍ଧାର। ସେହିଭଳିଆ ଆକର୍ଷଣର ବିପରୀତ କ'ଣ ହେଇଥାଏ? ନା ବିକର୍ଷଣ। ନେକ୍ସଟ ଆକ୍ରମଣର ବିପରୀତ କ'ଣ ହେଇଥାଏ? ନା ପ୍ରତ୍ୟାକ୍ରମଣ। ଆକୁଞ୍ଚନର କ'ଣ ହେଇଥାଏ? ପ୍ରସାରଣ। ବୁଝିପାରିଲେ? ଆକୁଞ୍ଚନର ବିପରୀତ କ'ଣ ହେଇଥାଏ? ପ୍ରସାରଣ। ସେଭଳିଆ ଆଗତର କ'ଣ ହେଇଥାଏ? ଅନାଗତ। ଆଗତ, ଅନାଗତ। ଆଗମନ, ପଳାୟନ, ପ୍ରସ୍ଥାନ। ସେଇଭଳିଆ ଆଘ୍ରାତର କ'ଣ ହେଇଥାଏ? ଅନାଘ୍ରାତ। ଆଚାର, ବିଚାର। ଆଦର, ଅନାଦର। ଆଦରଣୀୟ, ଘୃଣ୍ୟ ହେଇଥାଏ। ଆଦାନ, ପ୍ରଦାନ। ଆଦି, ଅନାଦି, ଅନ୍ତ। ଏ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ, ବହୁତ ବହୁତ ଏକ୍ଜାମରେ ଆସିଥାଏ। ସେଇଭଳିଆ ଆଦ୍ୟର କ'ଣ ହେଇଥାଏ? ପ୍ରାନ୍ତ। ଆମିଷର, ନିରାମିଷ। ଆସକ୍ତ, ଅନାସକ୍ତ, ନିରାସକ୍ତ। ଆସକ୍ତର କ'ଣ ହେଇଥାଏ? ଗୋଟେ ହେଉଛି ଅନାସକ୍ତ ହୋଇଥାଏ, ଆଉ ଗୋଟେ କ'ଣ? ନିରାସକ୍ତ। ସେଇଭଳିଆ ଆସ୍ତି, ନାସ୍ତି। ଆସ୍ତିକ, ନାସ୍ତିକ। ଆସ୍ଥା, ଅନାସ୍ଥା। ବୁଝିପାରିଲେ? ଆସ୍ଥାର କ'ଣ ହେଇଥାଏ? ଅନାସ୍ଥା। କ'ଣ ହେଇଥାଏ? ଆହତର, ଅନାହତ। ଆହୁତର ବିପରୀତ କ'ଣ ହେଇଥାଏ? ଅନାହୁତ। ଆହୁତ, ଅନାହୁତ। ଆହାର କ'ଣ ହେଇଥାଏ? ଅନାହାର। ଆଗ, ପଛ। ଆପଣାର ବିପରୀତ କ'ଣ ହେଇଥାଏ? ପର। ନେକ୍ସଟ ଆମଦାନୀ, ରପ୍ତାନି। ସେଇଭଳିଆ ଆବୃତର କ'ଣ ହେଇଥାଏ? ଅନାବୃତ। ନେକ୍ସଟ ଦେଖନ୍ତୁ ଆମିଷର କ'ଣ ହେଇଥାଏ? ନିରାମିଷ। ଏଇଟା ସମସ୍ତେ ଜାଣିଥିବେ। ଆମିଷର କ'ଣ ହେଇଥାଏ? ନିରାମିଷ। ସେଇଭଳିଆ ଆର୍ଦ୍ରର କ'ଣ ହେଇଥାଏ? ଶୁଷ୍କ। ଆର୍ଦ୍ର, ଶୁଷ୍କ। ଆଧାର, ଆଧେୟ। ଆଧେୟର ବିପରୀତ କ'ଣ ହେଇଥାଏ? ଆଧାର, ଆଧେୟ। ଆଧୁନିକ, ପ୍ରାଚୀନ। ଆଧୁନିକ, ପ୍ରାଚୀନ। ଆଧ୍ୟାତ୍ମିକ, ବୈଷୟିକ। ଆଧ୍ୟାତ୍ମିକର କ'ଣ ହେଇଥାଏ? ବୈଷୟିକ। ସେଇଭଳିଆ ଆନନ୍ଦ, ନିରାନନ୍ଦ। ଆପଦ, ସମ୍ପଦ। ଆବାହନର ବିପରୀତ କ'ଣ ହେଇଥାଏ? ବିସର୍ଜନ। ଆବାହନ, ବିସର୍ଜନ। ଆବିଷ୍କୃତ, ଅନାବିଷ୍କୃତ। ସେଇଭଳିଆ ଆବିର୍ଭାବ, ତିରୋଭାବ। ଆବିର୍ଭାବର କ'ଣ ହେଇଥାଏ? ତିରୋଭାବ। ନେକ୍ସଟ ଦେଖନ୍ତୁ ଆବିଳ, ଅନାବିଳ। ଆଭିଜାତ, ଆପଜାତ। ନେକ୍ସଟ ଆଦୃତର କ'ଣ ହେଇଥାଏ? ଅନାଦୃତ। ଆଧିକ୍ୟର ବିପରୀତ କ'ଣ ହେଇଥାଏ? ନ୍यूनता। ଆମୋଦର, ବିଷାଦ।
ଇଷ୍ଟର ବିପରୀତ କ'ଣ? ଅନିଷ୍ଟ। ଇଚ୍ଛା ଅନିଚ୍ଛା। ଇହର କ'ଣ ହେଇଥାଏ? ପର। ଇହକାଳ ପରକାଳ। ଇହଲୋକ ପରଲୋକ। ନେକ୍ସଟ ଇତର ଆତ୍ମୀୟ। ଇତିର ବିପରୀତ ସୂତ୍ର କ'ଣ ହେଇଥାଏ? ଇତିର ଆରମ୍ଭ। ଇତି ମାନେ କ'ଣ? ଶେଷ। ଶେଷର କ'ଣ ହେଇଥାଏ? ଆରମ୍ଭ। ଈର୍ଷାର କ'ଣ ହେଇଥାଏ? ଶ୍ରଦ୍ଧା। ଈର୍ଷା ଶ୍ରଦ୍ଧା। ଈର୍ଷାଳୁ ଶ୍ରଦ୍ଧାକୁ। ନେକ୍ସଟ ଦେଖନ୍ତୁ ଉଚ୍ଚର କ'ଣ ହେଇଥାଏ? ଉଚ୍ଚର ନୀଚ ଅନୁଚ୍ଚ। ଉଚ୍ଚର ବିପରୀତ ଜାଣିପାରିଲେ କ'ଣ ହେଇଥାଏ? ନୀଚ ଅନୁଚ୍ଚ। ସେଭଳିଆ ଉତ୍କର୍ଷର କ'ଣ ହେଇଥାଏ? ଉତ୍କର୍ଷର ଅପକର୍ଷ। ଆଉ ଗୋଟେ ଭେରି ଭେରି ଇମ୍ପୋର୍ଟାଣ୍ଟ ଆରଆଇ କ୍ୱେଶ୍ଚନରେ ପଡ଼ିଥିଲା। ଉତ୍କୃଷ୍ଟର କ'ଣ ହେଇଥାଏ? ଅପକୃଷ୍ଟ ନିକୃଷ୍ଟ। ଆପଣ ନୋଟ୍ କରି ରଖନ୍ତୁ, ବହୁତ ବହୁତ ଇମ୍ପୋର୍ଟାଣ୍ଟ। ନେକ୍ସଟ ଦେଖନ୍ତୁ ଉକ୍ତ ଅନୁକ୍ତ। ସେଭଳିଆ ଉଗ୍ରର କ'ଣ ହେଇଥାଏ? ସୌମ୍ୟ ଶାନ୍ତ। ଏହାର ଦୁଇଟି ଯାକ ମନେ ରଖନ୍ତୁ। ଉଗ୍ରର କ'ଣ ହେଇଥାଏ? ଉଗ୍ରର ସୌମ୍ୟ ଗୋଟେ ହେଇଥାଏ, ଆଉ ଗୋଟେ କ'ଣ ହେଇଥାଏ? ଶାନ୍ତ। ଉତ୍ତମର୍ଣ୍ଣ ଅଧମର୍ଣ୍ଣ। ଉତ୍ତମର୍ଣ୍ଣର କ'ଣ ହେଇଥାଏ? ଅଧମର୍ଣ୍ଣ। ସେଇଭଳିଆ ଉତ୍ତରର ବିପଦ କ'ଣ ହେଇଥାଏ? ପ୍ରତ୍ୟୁତ୍ତର। ବୁଝିପାରିଲେ? ନେକ୍ସଟ ଉତ୍ଥାନ ପତନ। ସେଇଭଳିଆ ଉତ୍ସାହ ନିରୁତ୍ସାହ। ଉତ୍ପନ୍ନ ଅନୁତ୍ପନ୍ନ। ଉଦୟ ଅସ୍ତ। ନେକ୍ସଟ ଉପର ତଳ। ଉପରର କ'ଣ ହେଇଥାଏ? ତଳ। ଊର୍ଦ୍ଧ୍ୱର କ'ଣ ହେଇଥାଏ? ଅଧ। ଊର୍ଦ୍ଧ୍ୱ ପତନର ବିପରୀତ କ'ଣ ହେଇଥାଏ? ଅଧସ୍ତନ। ଊର୍ଦ୍ଧ୍ୱ ପତନର କ'ଣ ହେଇଥାଏ? ଅଧସ୍ତନ। ସେଇଭଳିଆ ଏ ଗୋଟେ ବହୁତ ବହୁତ ଇମ୍ପୋର୍ଟାଣ୍ଟ। ଊର୍ଦ୍ଧ୍ୱଗାମୀର କ'ଣ ହେଇଥାଏ? ଅଧୋଗାମୀ। ସେଇଭଳିଆ ଋଜୁର କ'ଣ ହେଇଥାଏ? ବକ୍ର। ନେକ୍ସଟ ଋଣୀର ବିପରୀତ କ'ଣ ହେଇଥାଏ? ଅନୁଋଣ। ସେଇଭଳିଆ ଏକର ବିପରୀତ କ'ଣ? ଏକର ଅନେକ। ଏପଟ ସେପଟ। ଏପାରିର ବିପରୀତ ଏପାରି ସେପାରି। ନେକ୍ସଟ କ'ଣ ହେଇଥାଏ? ଏକୂଳର କ'ଣ ହେଇଥାଏ? ଏକୂଳ ସେକୂଳ। ନେକ୍ସଟ ଦେଖନ୍ତୁ ଉଦାର ଅନୁଦାର। କୃପଣ ଉଦ୍ବିଗ୍ନ ନିରୁଦ୍ବିଗ୍ନ। ସେଇଭଳିଆ ଏ ଗୋଟେ ଭେରି ଭେରି ଇମ୍ପୋର୍ଟାଣ୍ଟ। ଉଦ୍ବେଗର କ'ଣ ହେଇଥାଏ? ନିରୁଦ୍ବେଗ। ନେକ୍ସଟ କ'ଣ? ଉଦ୍ଧତ ବିନୟୀ ନମ୍ର। ଉଦ୍ଧତର ବିପରୀତ କ'ଣ ହେଇଥାଏ? ଗୋଟେ ହେଉଛି ବିନୟୀ, ଆଉ ଗୋଟେ କ'ଣ? ନମ୍ର। ତେଣୁ ଆପଣମାନେ ଦୁଇଟି ଯାକ ମନେ ରଖନ୍ତୁ। ନେକ୍ସଟ କ'ଣ? ଉନ୍ନତି ଅବନତି। ଉନ୍ନତିର କ'ଣ ହେଇଥାଏ? ଅବନତି। ସେଇଭଳିଆ ଉନ୍ନତର କ'ଣ ହେଇଥାଏ? ଅବନତ। ଉଚିତ ଅନୁଚିତ। ଉଦ୍ଘାଟନ ଉଦ୍ଯାପନ। ସେଇଭଳିଆ ଉକ୍ତର କ'ଣ ହେଇଥାଏ? ଅନୁକ୍ତ। ଉନ୍ମୀଳନର କ'ଣ ହେଇଥାଏ? ନିମୀଳନ। ଏ ଗୋଟେ ବହୁତ ବହୁତ ଇମ୍ପୋର୍ଟାଣ୍ଟ। ଉନ୍ମୀଳନର କ'ଣ ହେଇଥାଏ? ନିମୀଳନ। ଉପକାର ଅପକାର। ସେଇଭଳିଆ ଅବଗତର କ'ଣ ହେଇଥାଏ? ଅପଗତ ବହିର୍ଗତ। ନେକ୍ସଟ ଉପସ୍ଥାନ ପ୍ରସ୍ଥାନ। ଏହା ତାହା। ଏକମତର ବିପରୀତ କ'ଣ? ନା ଏକମତ ଭିନ୍ନମତ। ଏକମନା ଭିନ୍ନମନା। ଏକାନ୍ନ ପୃଥଗନ୍ନ। ଐହିକ ପାରତ୍ରିକ। ଏ ମଧ୍ୟ ବହୁତ ଏକ୍ଜାମରେ ଆସିଥାଏ। ଓଡ଼ିଶାର ଯେକୌଣସି ଏକ୍ଜାମରେ ମଧ୍ୟ ଆସିଥାଏ। ଐହିକ ପାରତ୍ରିକ। ଅତର ପ୍ରତ। ଓଦା ଶୁଖିଲା। ଅସାରିଆର ବିପରୀତ କ'ଣ ହେଇଥାଏ? ଅଣସାରିଆ। ଅସାରିଆ ଅଣସାରିଆ। ଅଲ୍ଲୁର କ'ଣ ହେଇଥାଏ? ସିଆଣା। ସେଇଭଳିଆ ଓଲଟା ସିଧା। ଓହ୍ଲାଇବା ଚଢ଼ିବା। ଔଦାର୍ଯ୍ୟର କ'ଣ ହେଇଥାଏ? କାର୍ପଣ୍ୟ। ଉପଚୟର କ'ଣ ହେଇଥାଏ? ଅପଚୟ। ନେକ୍ସଟ ଉପନୀତର ବିପରୀତ କ'ଣ? ଅପନୀତ। ବୁଝିପାରିଲେ? ଉପନୀତର କ'ଣ ହେଇଥାଏ? ଅପନୀତ। ଉପାୟର କ'ଣ ହେଇଥାଏ? ଅପାୟ। ଉପାୟ ଅପାୟ। ନେକ୍ସଟ ଦେଖନ୍ତୁ ଉର୍ବରର ଦୁଇଟି ବିପରୀତ ଶବ୍ଦ ରହିଛି। ଗୋଟେ ହେଉଛି ଉଷୁର, ଆଉ ଗୋଟେ କ'ଣ? ଅନୁର୍ବର। ଉଷ୍ଣର କ'ଣ? ଶୀତଳ। ଉଷ୍ଣର ବିପରୀତ କ'ଣ? ଉଷ୍ଣ ଶୀତଳ। ଉପାଦେୟ ଅପାଦେୟ। ଉଠିଆର ପଡ଼ିଆ। ଉଠାଣି ଗଡ଼ାଣି। ସେଇଭଳିଆ ଉଷୁମର ବିପରୀତ କ'ଣ? ଶୀତଳ। ନେକ୍ସଟ ଦେଖନ୍ତୁ କର୍ମର କ'ଣ? କର୍ମ ଅକର୍ମ। କଷ୍ଟର ସହଜ। କର୍କଶର ବିପରୀତ କ'ଣ ହେଇଥାଏ? କୋମଳ। ବୁଝିପାରିଲେ? କର୍କଶର କ'ଣ ହେଇଥାଏ? କୋମଳ। ଆମେ କହୁ ତା ସ୍ୱରଟା କ'ଣ କୋମଳ ହେଇଛି? କାଉର ସ୍ୱରଟି କେତେ କର୍କଶ ହେଇଛି? କନିଆନ ବର୍ଷିଆନ। କନିଆନର କ'ଣ ହେଇଥାଏ? ବର୍ଷିଆନ। ନେକ୍ସଟ କନିୟସୀ ବର୍ଷିୟସୀ। ନେକ୍ସଟ କପଟ ଅକପଟ। କର୍ମାର କ'ଣ ହେଇଥାଏ ବିପରୀତ? ଗୋଟେ ହେଉଛି କର୍ମାର ଅକର୍ମା ନିଷ୍କର୍ମା।
କାର୍ଯ୍ୟର ବିପରୀତ କ'ଣ? କାର୍ଯ୍ୟ, ଅକାର୍ଯ୍ୟ। ବହୁତ ଇମ୍ପୋର୍ଟାଣ୍ଟ। କୀର୍ତ୍ତିର କ'ଣ ହେଇଥାଏ? କୀର୍ତ୍ତିର ବିପରୀତ ଅକୀର୍ତ୍ତି, ଅପକୀର୍ତ୍ତି। ନେକ୍ସଟ, କୁତ୍ସିତ, ସୁନ୍ଦର। କୃତଜ୍ଞ, କୃତଘ୍ନ, ଅକୃତଜ୍ଞ। କୁଟିଳ, ସରଳ। କୃତ୍ରିମର ବିପରୀତ କ'ଣ ହେଇଥାଏ? ପ୍ରାକୃତିକ, ସ୍ୱାଭାବିକ, ନୈସର୍ଗିକ। ଏଇ ତିନୋଟି ହେଉଛି କୃତ୍ରିମର ବିପରୀତ ଶବ୍ଦ। କୃଶର ବିପରୀତ କୃଶ, ସ୍ଥୂଳ। କୃଷ୍ଣର କ'ଣ ହେଇଥାଏ? ଧବଳ। କୋମଳର ବିପରୀତ କ'ଣ ହେଇଥାଏ? କଠିନ, କର୍କଶ। ଆମେ କହିଥାଉନି ତା ସ୍ୱରଟା କେତେ କର୍କଶ ହେଇଛି। ଏଇ ଦୁଇଟି ହେଉଛି କୋମଳର ବିପରୀତ ଶବ୍ଦ। କାରଣର ବିପରୀତ କ'ଣ ହେଇଥାଏ? ଅକାରଣ। କଞ୍ଚାର କ'ଣ ହେଇଥାଏ? ଶୁଖିଲା। କଳାର ବିପରୀତ ଧଳା। କଅଁଳିଆର ବିପରୀତ କ'ଣ ହେଇଥାଏ? ଚେମଡ଼ା, ବୁଢାଳିଆ। ଆମେ କହିଥାଉନେ ଗଛଟା କେତେ କଅଁଳିଆ ହେଇଛି। କତିର ବିପରୀତ ଦୂର। କୋଷର ବିପରୀତ ହୁଗୁଳା। କନିଷ୍ଠର ବିପରୀତ ଜ୍ୟେଷ୍ଠ। ଆମେ ବଡ଼କୁ ଜ୍ୟେଷ୍ଠ ବୋଲି କହିଥାଉ, ଆଉ ଛୋଟକୁ ଆମେ କ'ଣ କନିଷ୍ଠ କହିଥାଉ। ସେଇଭଳିଆ ଗରିଷ୍ଠର ବିପରୀତ କ'ଣ ହେଇଥାଏ? ଲଘିଷ୍ଠ। ଗନ୍ଧର ବିପରୀତ ବାସ୍ନା। ଗ୍ରୀଷ୍ମର ବିପରୀତ ଶୀତ। ଗୁପ୍ତ, ବହୁତ ଇମ୍ପୋର୍ଟାଣ୍ଟ। ଗୁପ୍ତ ବହୁତ ଥର ଏକ୍ଜାମରେ ଆସିଛି। ଗୁପ୍ତର ବିପରୀତ କ'ଣ ହେଇଥାଏ? ବ୍ୟକ୍ତ, ପ୍ରକାଶିତ, ପ୍ରକଟିତ। ଏଇ ତିନୋଟି ହେଉଛି ଗୁପ୍ତର ବିପରୀତ ଶବ୍ଦ। ତେଣୁ ଆପଣମାନଙ୍କୁ ଏଇ ତିନୋଟି ଯାକ ମନେ ରଖିବା ପାଇଁ ପଡ଼ିବ। ଗୁରୁର ବିପରୀତ କ'ଣ ହେଇଥାଏ? ଲଘୁ। ଗୁରୁର ଗୋଟେ ଲଘୁ ହେଇଥାଏ, ଆଉ ଗୋଟେ ଗୁରୁର କ'ଣ ହେଇଥାଏ ବିପରୀତ? ଶିଷ୍ୟ। ଗୃହୀର ବିପରୀତ କ'ଣ? ସନ୍ନ୍ୟାସୀ। ଗୋପନର ବିପରୀତ କ'ଣ ହେବ? ନା ପ୍ରକାଶନ। ଗ୍ରହଣର ବିପରୀତ କ'ଣ ହେବ? ପ୍ରତ୍ୟାଖ୍ୟାନ। ଏଇଭଳିଆ ଗୃହୀତର ବିପରୀତ କ'ଣ ହେବ? ପ୍ରତ୍ୟାଖ୍ୟାତ, ତ୍ୟକ୍ତ। ଏଇ ଦୁଇଟି ହେଉଛି ଗୃହୀତର ବିପରୀତ ଶବ୍ଦ। ଗୁଣର ବିପରୀତ କ'ଣ ହେବ? ଦୋଷ। କର୍ମର ବିପରୀତ ଗରମ, ଥଣ୍ଡା। କର୍ମର ବିପରୀତ କ'ଣ ହେଇଥାଏ? ସୁକର୍ମ। କର୍ତ୍ତବ୍ୟ, ଅକର୍ତ୍ତବ୍ୟ। କଳୁଷିତ, ନିଷ୍କଳୁଷ। କଳଙ୍କିତ, ନିଷ୍କଳଙ୍କ। କାଳ୍ପନିକର ବିପରୀତ କ'ଣ ହେଇଥାଏ? ବାସ୍ତବ। କୁଳତିଳକର ବିପରୀତ କ'ଣ? କୁଳାଙ୍ଗାର। କଠିନ, କୋମଳ। କପଟିର, ନିଷ୍କପଟ। କ୍ରନ୍ଦନର ହାସ୍ୟ। କାନ୍ଦିବା, ହସିବା। କ୍ରୟର ବିପରୀତ କ'ଣ ହେଇଥାଏ? କ୍ରୟ, ବିକ୍ରୟ। କଳାର ବିପରୀତ କ'ଣ ହେଇଥାଏ? କଳା, ଧଳା। ସେଇଭଳିଆ ଖଟାର ବିପରୀତ ଖଟା, ମିଠା। ଖାଇବି ହାତର ବିପରୀତ କ'ଣ ହେଇଥାଏ? ଡେବ୍ରି ହାତ। ଖାଇବି ହାତ, ଡେବ୍ରି ହାତ। ସେଇଭଳିଆ ଖାତକର ବିପରୀତ କ'ଣ ହେଇଥାଏ? ମହାଜନ। ଖାତକ, ମହାଜନ। ସେଇଭଳିଆ ଗର୍ବୀର ବିପରୀତ କ'ଣ ହେଇଥାଏ? ବିନୟୀ, ନମ୍ର। ଏଇ ଦୁଇଟି ହେଉଛି ଗର୍ବୀର ବିପରୀତ ଶବ୍ଦ। ବିନୟୀ, ନମ୍ର। ଏ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ। ବହୁତ ଥର OSSC ଏକ୍ଜାମରେ ଆସିଛି। ନା ଗୁହର ପ୍ରତିରୋଧ କ'ଣ? ପ୍ରକାଶ। ସେଇଭଳିଆ ଗ୍ରାହ୍ୟର କ'ଣ ହେଇଥାଏ? ଗ୍ରାହ୍ୟ, ଅଗ୍ରାହ୍ୟ, ତ୍ୟାଯ୍ୟ। ସେଇଭଳିଆ ଗୋପନୀୟର ବିପରୀତ କ'ଣ ହେଇଥାଏ? ପ୍ରକାଶନୀୟ। ଘନ, ତରଳ। ଆଉ ଗୋଟେ ଘନ କ'ଣ ହେଇଥାଏ? ଘନ, ବିରଳ। ଘାତର ବିପରୀତ କ'ଣ ହେଇଥାଏ? ଘାତ, ପ୍ରତିଘାତ। ଘଟଣ, ଅଘଟଣ। ଚେମଡ଼ାର ବିପରୀତ କ'ଣ ହେଇଥାଏ? ମସ୍କା। ଚାଲାକର ବିପରୀତ କ'ଣ ହେଇଥାଏ? ବୋକା। ଚୋର, ସାଧୁ। ଚିହ୍ନା, ଅଚିହ୍ନା। ଚିକ୍କଣର ବିପରୀତ ରୁକ୍ଷ। ସେଇଭଳିଆ ଖାଲର ବିପରୀତ କ'ଣ ହେଇଥାଏ? ଢିପ। ଖରାର ବିପରୀତ ଶୀତ। ଖେଚର, ଭୂଚର। ଗୋଟେ ରିପିଟେଡ୍ କ୍ୱେଶ୍ଚନ୍ ବହୁତ ଥର ଏକ୍ଜାମରେ ଆସିଛି। ଖୋଲାର ବିପରୀତ ମୁଦା। ଖରାପର ବିପରୀତ ଭଲ। ଖର୍ବକାୟର ବିପରୀତ ଦୀର୍ଘକାୟ। ଖର୍ବକାୟ, ଦୀର୍ଘକାୟ। ସେଇଭଳିଆ ଗୋଲାର ବିପରୀତ ଅଇଲା। ଗୋଲା, ଅଇଲା। ଗଭୀରର ବିପରୀତ କ'ଣ ହେବ? ଅଗଭୀର। ଗଭୀର, ଅଗଭୀର। ଗତ, ଆଗତ। ଗମନର ବିପରୀତ କ'ଣ ହେବ? ଗମନ, ଆଗମନ। ସେଇଭଳିଆ ଚିକ୍କଣର ବିପରୀତ କ'ଣ ହେବ? ରୁକ୍ଷ। ଚଉଡ଼ା, ଲମ୍ବା। ଚଞ୍ଚଳ, ମଠ। ଚଳର ବିପରୀତ କ'ଣ ହେବ? ଚଳ, ଅଚଳ। ଏ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ। ଚେତନର ବିପରୀତ କ'ଣ ହେବ? ଅଚେତନ, ନିଶ୍ଚେତନ। ଏଇ ଦୁଇଟି ହେଉଛି ଚେତନର ବିପରୀତ ଶବ୍ଦ। ଚିନ୍ତିତର ବିପରୀତ କ'ଣ? ନିଶ୍ଚିନ୍ତ। ଚିନ୍ତିତ, ନିଶ୍ଚିନ୍ତ। ଚିରଞ୍ଜୀବୀ, ଅଳ୍ପାୟୁ। ଚିକ୍କଣ, ରୁକ୍ଷ। ଛେଦ୍ରାନେଶୀ,
ମଙ୍ଗଳାକାଂକ୍ଷୀ। ଛିନ୍ନର ବିପରୀତ କ'ଣ? ଛିନ୍ନର ଯୁକ୍ତ ଲଗ୍ନ ଛାତ୍ରର ଶିକ୍ଷକ। ଛାରର ବିପରୀତ କ'ଣ? ନା ଗୁରୁତର। ଛାର ଗୁରୁତର। ଛୋଟ ବଡ଼। ଜଣାର ବିପରୀତ କ'ଣ? ଜଣା ଅଜଣା। ଜମାର ବିପରୀତ କ'ଣ? ଜମା ଖରଚ। ଜମା କରିବା ଖରଚ କରିବା। ସେହିଭଳିଆ ଜୁଆରର କ'ଣ? ଜୁଆର ଭଟ୍ଟା। ଜଳଜ ସ୍ଥଳଜ। ଜାଗ୍ରତର ବିପରୀତ କ'ଣ ହେଇଥାଏ? ନା ନିଦ୍ରିତ ସୁପ୍ତ। ଏଇ ଦୁଇଟି ହେଉଛି ଜାଗ୍ରତର ବିପରୀତ ଶବ୍ଦ। ନିଦ୍ରିତ ସୁପ୍ତ। ଜାତୀୟ ବିଜାତୀୟ। ଜୀବିତ ମୃତ। ଏ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ। ଜଙ୍ଗମର ବିପରୀତ କ'ଣ ହେଇଥାଏ? ନା ଜଙ୍ଗମ ସ୍ଥାବର। ଏ ରିପିଟେଡ୍ କ୍ୱେଶ୍ଚନ୍ ବହୁତ ଥର କମ୍ପିଟିଟିଭ୍ ଏକ୍ଜାମରେ ଆସିଛି, ତେଣୁ ଆପଣମାନଙ୍କୁ ନିହାତି ଭାବରେ ମନେ ରଖିବା ପାଇଁ ପଡ଼ିବ। ଡରର କ'ଣ ହେଇଥାଏ? ନା ଡର ସାହସ। ଡରିଯିବା ସାହସ କରିବା। ଢିଲାର କ'ଣ ହେଇଥାଏ? ଢିଲା ଜାକି। ତରଙ୍ଗାୟିତ ନିସ୍ତରଙ୍ଗ। ତରଳ ଘନ। ତାପ ଶୈତ୍ୟ। ତିକ୍ତ ମଧୁର। ତିତକ୍ଷା ଲିପ୍ସା। ସେମିତିକା ତିମିରର ବିପରୀତ କ'ଣ ହେଇଥାଏ? ତିମିର ଆଲୋକ। ସେଇଭଳିଆ ତୃଷ୍ଣାର ବିପରୀତ କ'ଣ ହେଇଥାଏ? ତୃଷ୍ଣା ବିତୃଷ୍ଣା। ତୁଷ୍ଟର ବିପରୀତ କ'ଣ ହେଇଥାଏ? ତୁଷ୍ଟ ରୁଷ୍ଟ। ଜୟ ପରାଜୟ। ଜାତର ବିପରୀତ କ'ଣ ହେବ? ଜାତ ମୃତ। ଜ୍ୱଳନର ବିପରୀତ କ'ଣ ହେଇଥାଏ? ନିର୍ବାପନ। ଜଡ଼ ଚେତନ। ଜନ୍ମର ବିପରୀତ କ'ଣ ହେଇଥାଏ? ଜନ୍ମ ମୃତ୍ୟୁ ମରଣ। ଏ ଦୁଇଟି ହେଉଛି ଜନ୍ମର ବିପରୀତ ଶବ୍ଦ। ଜଳ ସ୍ଥଳ। ଜଳଚର ସ୍ଥଳଚର। ଜାଗରଣ ଶୟନ। ଜୀବନର ବିପରୀତ କ'ଣ? ଜୀବନ ମରଣ। ଜ୍ୟେଷ୍ଠ କନିଷ୍ଠ। ଜଟିଳ ସରଳ। ନେକ୍ସଟ ଜନକର ବିପରୀତ କ'ଣ? ଜନକ ଜନନୀ। ତରୁଣର ବିପରୀତ କ'ଣ? ତରୁଣ ପ୍ରୌଢ଼। ତୃପ୍ତ ଅତୃପ୍ତ। ତାରଣ ମାରଣ। ଥୟର ବିପରୀତ କ'ଣ? ଥୟ ଅଥୟ। ଦୟାଳୁର ବିପରୀତ କ'ଣ? ଦୟାଳୁର ବିପରୀତ ହେଉଛି ନିଷ୍ଠୁର ନିର୍ଦ୍ଦୟ। এই ଦୁଇଟି ହେଉଛି ଦୟାଳୁର ବିପରୀତ ଶବ୍ଦ। ଦାନୀ କୃପଣ। ଦୁର୍ଜନର ବିପରୀତ କ'ଣ? ଦୁର୍ଜନ ସୁଜନ। ଦାତା ଗ୍ରହିତା। ଦାନର ବିପରୀତ କ'ଣ? ଦାନ ଗ୍ରହଣ। ଦାନ କରିବା ଗ୍ରହଣ କରିବା। ସେମିତିକା ଦିବସର ବିପରୀତ କ'ଣ? ଦିବସ ରଜନୀ। ଦୁଷ୍ଟ ଶିଷ୍ଟ। ଦୃଢ଼ ଶିଥିଳ। ଦେବ ବା ଦେବତାର ବିପରୀତ କ'ଣ ହେଇଥାଏ? ଦାନବ ଅସୁର। ଜ୍ଞାତର ବିପରୀତ କ'ଣ ହେଇଥାଏ? ଜ୍ଞାତ ଅଜ୍ଞାତ। ଜ୍ଞାନ ଅଜ୍ଞାନ। ଏ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ। ଜ୍ଞ ଅଜ୍ଞ ହେଇଥାଏ। ଟେକିବା ପକାଇବା। ଟକା ବୁଢ଼ା। ଟାଣର ବିପରୀତ କ'ଣ ହେଇଥାଏ? ନରମ। ଠକ ସାଧୁ। ଠିକ୍ ଭୁଲ। ଠିଆ ବସା। ଡେଙ୍ଗାର ବିପରୀତ କ'ଣ ହେଇଥାଏ? ଡେଙ୍ଗାର ହେଉଛି ବିପରୀତ ଗେଡ଼ା ବାଙ୍ଗରା ଠୁରା। ଡରୁଆର ବିପରୀତ କ'ଣ ହେଇଥାଏ? ଡରୁଆ ସାହସୀ। ଡରିଯିବା ସାହସ କରିବା। ଦୁଃଖୀ ସୁଖୀ। ଦୈର୍ଘ୍ୟ ପ୍ରସ୍ଥ। ଦୋଷୀ ନିର୍ଦ୍ଦୋଷ। ନା ଦୁଲୋକ ଭୂଲୋକ। ଏ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ। ଦ୍ୱୈତର ବିପରୀତ କ'ଣ ହେଇଥାଏ? ଦ୍ୱୈତ ଅଦ୍ୱୈତ। ନେକ୍ସଟ ଦୂରର ବିପରୀତ କ'ଣ ହେଇଥାଏ? ଦୂର ନିକଟ। ଦଣ୍ଡିତ ପୁରସ୍କୃତ। ଦଳବଦ୍ଧର ବିପରୀତ କ'ଣ ହୁଏ? ନା ଦଳବଦ୍ଧ ଏକାକୀ। ଦୃଷ୍ଟପୂର୍ବର ବିପରୀତ କ'ଣ ହୁଏ? ନା ଅଦୃଷ୍ଟପୂର୍ବ। ଦେୟର ଅଦେୟ। ସେମିତିକା ଦୁରାତ୍ମାର ବିପରୀତ କ'ଣ ହେଇଥାଏ? ପୁଣ୍ୟାତ୍ମା। ଦୁରାତ୍ମା ପୁଣ୍ୟାତ୍ମା। ଦୂରଦର୍ଶୀର ବିପରୀତ କ'ଣ ହେଇଥାଏ? ଅଦୂରଦର୍ଶୀ। ଦୀର୍ଘାୟୁ ଅଳ୍ପାୟୁ। ଦୁଷ୍ପାଚ୍ୟର ବିପରୀତ କ'ଣ? ସୁପାଚ୍ୟ। ଦୁର୍ବଳର ବିପରୀତ କ'ଣ? ସବଳ ପ୍ରବଳ। ଏଇ ଦୁଇଟି ହେଉଛି ଦୁର୍ବଳର ବିପରୀତ ଶବ୍ଦ। ଏ ଗୋଟେ ବହୁତ ଟାଇମ୍ ଏକ୍ଜାମରେ ଆସିଥାଏ। ଦୁର୍ଭିକ୍ଷର ବିପରୀତ କ'ଣ ହେଇଥାଏ? ଦୁର୍ଭିକ୍ଷ ସୁଭିକ୍ଷ। ତେଣୁ ନିହାତି ଭାବରେ ମନେ ରଖନ୍ତୁ ଦୁର୍ଭିକ୍ଷର ବିପରୀତ କ'ଣ ହୁଏ? ନା ଦୁର୍ଭିକ୍ଷ ସୁଭିକ୍ଷ। ଦିନ ରାତି। ଦେଣା ପାଉଣା। ନା ଦେଶ ବିଦେଶ। ଦଖଲ ବେଦଖଲ। ଦକ୍ଷିଣର ବିପରୀତ ଦକ୍ଷିଣ ଉତ୍ତର। ଧଳା କଳା। ନିଦା ପଲା। ନିର୍ମଳର ବିପରୀତ କ'ଣ? ନିର୍ମଳ ଆବିଳ।
ये गोटे रिपीटेड क्वेश्चन बहुत बहुत इम्पोर्टाट पढ़ा प्रढ़ा तेणु निहाती भाव में मन रखु बहुत बहुत इम्पोर्टाट निमग्न भासमान निमंत्रित अनिमंत्रित निराकार विपरीत कौन होता है साकार जार आकार नहीं ताकू निराकार कहुए निराकार विपरीत कौन ना साकार सेमितिका निर्ममर विपरीत कौन निर्मम सदय निरुद्यम उद्यमी नैसर्गिकर विपरीत कौन होता है पार्थिव नैसर्गिक पार्थिव ए गोटे बहुत बहुत इम्पोर्टाट सेमितिका न्यूनर विपरीत कौन अन्यून धईर विपरीत कौन होता है धई मरुड़ी ए गोटे बहुत बहुत इम्पोर्टाट धनाढ्यर विपरीत कौन होता है कपर्दक शून्य सेमितिका धनीर विपरीत कौन होता है धनीर निर्धन दरिद्र गरीब सेमितिका धीरर विपरीत कौन चंचल अधीर धर्मद्रोहीर विपरीत कौन ना धर्मभीरु धर्मपरायणर विपरीत कौन पापाचारी धूर्त सरल धर्मर कौन हेबो धर्म अधर्म धैर्य धरिबा अधैर्य हेबा धैर्यर विपरीत होता है अधैर्य नमस्कार तिरस्कार सेमितिका नवीनर विपरीत कौन गोटे होची प्रवीण आ गोटे प्राचीन नेक्स्ट नीतिर विपरीत कौन होता है नीति अनीति नरकर विपरीत नरक स्वर्ग सेमितिका न्यायर विपरीत न्याय अन्याय बुझिपारे पंडितर विपरीत कौन हुए पंडित मूर्ख परोक्ष प्रत्यक्ष पक्षपातीर विपरीत कौन हेबो पक्षपाती निरपेक्ष समस्ते बुझिपारुछंती तो जो माने बुझिपारु नांती से माने कमेंट बॉक्स रे कमेंट करंतु पापर कौन होता है ना पापर पुण्य पापीर विपरीत कौन निष्पाप पीड़ितर सुस्थ पुरस्कार विपरीत कौन होता है तिरस्कार पुष्पित पुष्पहीन ए गोटे होची ओएसएससी रो फेवरेट क्वेश्चन ना पुरोहितर कौन होता है जजमान पुरोहितर विपरीत कौन हेबो जजमान निहाती भाव में मन रखु बहुत थर एग्जाम रे आसीची बुझिपारे पूर्णर कौन होता है अपूर्ण सेमितिका नित्यर विपरीत कौन होता है अनित्य निंदार कौन होता है प्रशंसा निरपेक्षर विपरीत कौन हेबो निरपेक्ष सापेक्ष निराश्रय साश्रय सेमितिका निष्ठुर विपरीत कौन हेबो दयालु कमल ए होची निष्ठुरर विपरीत नेक्स्ट निश्वासर विपरीत कौन प्रश्वास निश्वास प्रश्वास सेमितिका नूतनर विपरीत कौन प्राक्तन पुरातन आपण माने समस्ते नूतनर पुरातन जानिथिबे किंतु प्राक्तन बोली जानि नथिबे निहाती भाव में मन रखंतु आ नोट करी रखंतु आपण माने मो कथा बुझी पारछंती तो नेता नीत नेतार विपरीत कौन नीत न्यूनर विपरीत कौन अधिक निर्दोष दोषी निर्वाचन मनोनयन सेमितिका पूर्णर विपरीत कौन पूर्ण अपूर्ण पूर्वाहन ए गोटे होची बहुत बहुत इम्पोर्टाट करेक्ट स्पेलिंग रे आसी थाए तेणु निहाती भाव में यार विपरीत शब्द भी मन रखंतु आ यार करेक्ट स्पेलिंग मध्य मन रखंतु आ निहाती भाव में नोट करंतु बुझिपारे प्रकृत विकृत प्रकृष्टर विपरीत कौन होता है अप्रकृष्ट सेमितिका प्रत्यक्षर विपरीत कौन हेबो ना परोक्ष ये गोटे बहुत इम्पोर्टाट क्वेश्चन ये बहुत टाइम और ट्रिपल एग्जाम रे आसीथिला तेणु निहाती भाव में मन रखंतु प्रत्युष्यर विपरीत कौन होता है प्रत्युष्य प्रदस्य जो गुड़ाक मन रहुनी से गुड़ा नोट कर रखंतु आ निहाती भाव में पढ़ंतु पार्थिव स्वर्गीय बुझिपारे पार्थिवर कौन होता है स्वर्गीय प्रफुल्ल विषण्ण प्रवर्तक निवर्तक सेमितिका प्रवर्तनर विपरीत कौन हेबो प्रवर्तन निवर्तन नेक्स्ट प्रवर्तनार कौन होता है निवर्तना ए हला प्रवर्तन प्रवर्तनर विपरीत कौन निवर्तन सेमितिका प्रवर्तनार कौन निवर्तना प्रवर्तितर विपरीत कौन ना निवर्तित प्रवर्तित निवर्तित प्रवृत्तिर कौन ना निवृत्ति सेमितिका प्रवेशर विपरीत कौन हेबो प्रवेश प्रस्थान प्रभात संध्या सेमितिका प्रभुर विपरीत कौन प्रभु भृत्य
ପ୍ରସନ୍ନର ବିପରୀତ କ'ଣ ହେବ? ବିଷଣ୍ଣ। ପ୍ରଶସ୍ତର ବିପରୀତ କ'ଣ? ନା ସଂକୀର୍ଣ୍ଣ। ସେମିତିକା ପ୍ରଶ୍ନର ବିପରୀତ କ'ଣ? ପ୍ରଶ୍ନ। ଉତ୍ତର। ପ୍ରାକୃତିକର ବିପରୀତ କ'ଣ? କୃତ୍ରିମ। ପ୍ରାଚୀନର ବିପରୀତ କ'ଣ ହେବ? ଅର୍ବାଚୀନ। ଏ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ OSSCର ଫେଭରାଇଟ୍ କ୍ୱେଶ୍ଚନ୍। ପ୍ରଥିତ। ସେମିତିକା ପାଠୁଆର ବିପରୀତ କ'ଣ? ଅପାଠୁଆ। ନେକ୍ସଟ, ପରାଜୟର ବିପରୀତ କ'ଣ? ବିଜୟ। ପାଷଣ୍ଡର ବିପରୀତ କ'ଣ? ଧାର୍ମିକ। ପାଣିଆର ବିପରୀତ କ'ଣ ହେଇଯିବ? ନିପାଣିଆ। ପାଣିଆ, ନିପାଣିଆ। ସେମିତିକା ଫଳନ୍ତିର ବିପରୀତ କ'ଣ ହେବ? ଅଫଳନ୍ତି। ଫଳିତ, ନିଷ୍ଫଳ। ବକ୍ରର ବିପରୀତ କ'ଣ ହେବ? ଋଜୁ, ସରଳ। ବୁଝିପାରିଲେ? ବଦ୍ଧର ବିପରୀତ କ'ଣ ହେବ? ମୁକ୍ତ। ବଧିଷ୍ଣୁର ବିପରୀତ କ'ଣ ହେବ? କ୍ଷୟିଷ୍ଣୁ। ବନ୍ଧନର ବିପରୀତ କ'ଣ ହେବ? ମୋଚନ, ମୁକ୍ତି। ଆମେ ସମସ୍ତେ ବନ୍ଧନର ବିପରୀତ ମୁକ୍ତି ଜାଣିଥିବା, କିନ୍ତୁ ମୋଚନ ଜାଣିନଥିବା। ତେଣୁ ନିହାତି ଭାବରେ ଜାଣି ରଖନ୍ତୁ, ବନ୍ଧନର ଗୋଟେ ହେଉଛି ମୁକ୍ତି, ଆଉ ଗୋଟେ କ'ଣ? ମୋଚନ। ଏମିତିକା ବନ୍ଧୁର ବିପରୀତ କ'ଣ? ବନ୍ଧୁର ମସୃଣ। ବାମର ବିପରୀତ କ'ଣ? ବାମ, ଦକ୍ଷିଣ। ଆପଣମାନେ 1-2 ମାର୍କ ନିହାତି କମ୍ପିଟିଟିଭ୍ ଏକ୍ଜାମରେ ପାଇପାରିବେ। ଭିଡ଼ିଓକୁ ସ୍କିପ୍ ଜମା କରନ୍ତୁ ନାହିଁ, ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ସେମିତିକା ପାଠୁଆର ବିପରୀତ କ'ଣ? ପାଠୁଆ, ଅପାଠୁଆ। ପାରିବାର, ନିପାରୁଆ। ପିଲାର ବିପରୀତ କ'ଣ? ପିଲା, ବୁଢ଼ା। ପ୍ରଥମ, ଚରମ। ପସନ୍ଦର ବିପରୀତ କ'ଣ ହେବ? ପସନ୍ଦ, ଅପସନ୍ଦ। ସେମିତିକା ପବିତ୍ରର ବିପରୀତ କ'ଣ ହେବ? ଅପବିତ୍ର। ପର୍ଯୂଷିତର ବିପରୀତ କ'ଣ ହେବ? ସଦ୍ୟ। ଏ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ, ନିହାତି ଭାବରେ ନୋଟ୍ କରି ରଖନ୍ତୁ ଆଉ ବାରମ୍ବାର ପଢ଼ନ୍ତୁ। ପର୍ଯୂଷିତର ବିପରୀତ କ'ଣ ହେବ? ସଦ୍ୟ। ପର୍ଯୂଷିତର ସଦ୍ୟ। ସେମିତିକା ପ୍ରାସଙ୍ଗିକର ବିପରୀତ କ'ଣ ହେବ? ଅପ୍ରାସଙ୍ଗିକ। ପ୍ରାସଙ୍ଗିକ, ଅପ୍ରାସଙ୍ଗିକ। ପୂର୍ଣ୍ଣାଙ୍ଗର ବିପରୀତ କ'ଣ ହେବ? ଅଙ୍ଗହୀନ, ଖଣ୍ଡିତ। ଏଇ ଦୁଇଟି ହେଉଛି ପୂର୍ଣ୍ଣାଙ୍ଗର ବିପରୀତ ଶବ୍ଦ। ବୁଝିପାରିଲେ? ଯଦି ବୁଝିପାରିନାହାନ୍ତି ତାହେଲେ ନିହାତି ଭାବରେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ପ୍ରାଚ୍ୟର ବିପରୀତ କ'ଣ ହେବ? ପାଶ୍ଚାତ୍ୟ। ସେମିତିକା ପ୍ରାଞ୍ଜଳର ବିପରୀତ କ'ଣ ହେବ? ଜଟିଳ। ପ୍ରଜ୍ୱଳିତର ବିପରୀତ କ'ଣ ହେବ? ନିର୍ବାପିତ। ପ୍ରଶଂସିତର ବିପରୀତ କ'ଣ ହେବ? ନିନ୍ଦିତ। ପ୍ରଶଂସା କରିବା, ନିନ୍ଦା କରିବା। ପ୍ରଶଂସା, ନିନ୍ଦା। ପ୍ରଶଂସିତ, ନିନ୍ଦିତ। ବିକୃତର ବିପରୀତ କ'ଣ ହେବ? ଅବିକୃତ, ପ୍ରକୃତ। ଏଇ ଦୁଇଟି ହେଉଛି ବିକୃତର ବିପରୀତ ଶବ୍ଦ। ବିଜୟ, ପରାଜୟ। ବିଜେତାର ବିପରୀତ ବିଜିତ। ବିଚାରର ବିପରୀତ କ'ଣ ହେବ? ଅବିଚାର। ସେମିତିକା ବିଧବାର ବିପରୀତ କ'ଣ ହେବ? ମୃତ୍ୟୁଦାର। ବିଧବାର କ'ଣ? ମୃତ୍ୟୁଦାର। ବିଧିର ବିପରୀତ କ'ଣ ହେବ? ନିଷେଧ। ବିଧି, ନିଷେଧ। ବିନୀତର ବିପରୀତ କ'ଣ ହେବ? ଉଦ୍ଧତ, ଗର୍ବିତ। ଏ ଦୁଇଟି ହେଉଛି ବିନୀତର ବିପରୀତ ଶବ୍ଦ। ତେଣୁ ନିହାତି ଭାବରେ ମନେ ରଖନ୍ତୁ, ପରୀକ୍ଷାରେ ଆସିଲେ ଆପଣମାନେ 1 ମାର୍କ ପାଇପାରିବେ। ବିଷ, ପିୟୁଷ। ବିରହର ବିପରୀତ କ'ଣ ହେବ? ମିଳନ। ସେମିତିକା ବିରାମର ବିପରୀତ କ'ଣ ହେବ? ଅବିରାମ। ବିରାମ, ଅବିରାମ। ବୈଧର ବିପରୀତ କ'ଣ ହେବ? ଅବୈଧ। ବ୍ୟକ୍ତର ବିପରୀତ କ'ଣ ହେବ? ଅବ୍ୟକ୍ତ। ବ୍ୟକ୍ତ, ଅବ୍ୟକ୍ତ। ବ୍ୟର୍ଥର କ'ଣ? ଅବ୍ୟର୍ଥ, ସାର୍ଥକ। ଏ ଦୁଇଟି ହେଉଛି ବ୍ୟର୍ଥର ବିପରୀତ ଶବ୍ଦ। ସେମିତିକା ବ୍ୟୟର କ'ଣ ହେବ ବିପରୀତ? ସଞ୍ଚୟ। ବ୍ୟୟ ମାନେ କ'ଣ? ଖର୍ଚ୍ଚ କରିବା। ସେମିତିକା ପ୍ରଧାନର ବିପରୀତ କ'ଣ ହେଇଯିବ? ଅପ୍ରଧାନ। ପତଳାର ବିପରୀତ କ'ଣ ହେଇଯିବ? ପତଳା, ମୋଟା। ସେମିତିକା ପାକଳର କ'ଣ ହେବ? କଞ୍ଚା। ପାକଳ, କଞ୍ଚା। ପଡ଼ିଆର ବିପରୀତ କ'ଣ ହେବ? ପଡ଼ିଆ, ଉଠିଆ। ସେମିତିକା ପଛୁଆର ବିପରୀତ କ'ଣ ହେବ? ଆଗୁଆ। ପଛେଇ ଯିବା, ଆଗେଇବା। କ'ଣ? ପଛୁଆ, ଆଗୁଆ। ପୁରୁଣାର ବିପରୀତ କ'ଣ ହେବ? ନୂଆ। ବୁଝିପାରୁଛନ୍ତି ତ? ସେମିତିକା ପ୍ରସାରଣର ବିପରୀତ କ'ଣ ହେଇଯିବ? ପ୍ରସାରଣ, ସଂକୋଚନ। ପଶ୍ଚାତର ବିପରୀତ କ'ଣ ହେଇଯିବ? ପଶ୍ଚାତ୍, ସମ୍ମୁଖ। ବ୍ୟଷ୍ଟିର ବିପରୀତ କ'ଣ ହେବ? ସମଷ୍ଟି। ବ୍ୟାଧିର ବିପରୀତ କ'ଣ ହେବ? ସ୍ୱାସ୍ଥ୍ୟ। ଭିଡ଼ିଓ ସ୍କିପ୍ ନ କରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନିହାତି ଭାବରେ ଏକ୍ଜାମରେ କ୍ୱାଲିଫାଇ କରିବେ। କେମିତି 2 ମାର୍କରୁ ଆସିଥାଏ,
ନିହାତି ଭାବରେ 2ରୁ 2 ମାର୍କ ରଖିବେ। ସେମିତିକା ବଡ଼ର କ'ଣ ହେଇଥାଏ? ବଡ଼ର ସାନ ହେଇଥାଏ, ଛୋଟ। ବଢ଼ିର ବିପରୀତ କ'ଣ ହୁଏ? ମରୁଡ଼ି। ବଳକାର ବିପରୀତ କ'ଣ ହୁଏ? ନିଅଣ୍ଟ। ବୃହତର ବିପରୀତ କ'ଣ ହେବ? କ୍ଷୁଦ୍ର। ବଶୀଭୂତର ବିପରୀତ କ'ଣ ହେବ? ଅବଶ। ବନ୍ଧ୍ୟାର ବିପରୀତ କ'ଣ ହେବ? ସନ୍ତାନବତୀ। ଆଶା କରୁଛି ନିହାତି ଭାବରେ ବୁଝିପାରୁଥିବେ। କାହାର କିଛି ବୁଝିବାରେ ଅସୁବିଧା ହେଉଥିବ ତାହେଲେ ନିହାତି ଭାବରେ କମେଣ୍ଟ ସେକ୍ସନରେ କମେଣ୍ଟଟିଏ କରିବେ। ବହୁତ ଟାଇମ୍ ଏ କ୍ୱେଶ୍ଚନ୍ ଏକ୍ଜାମ୍ରେ ଆସିଥାଏ। ବିକ୍ଷିପ୍ତର ବିପରୀତ କ'ଣ ହେବ? ସମବେତ। ବିନଶ୍ୱର। ବିନଶ୍ୱର ବିପରୀତ କ'ଣ ହେବ? ଅବିନଶ୍ୱର। ବିଚଳିତର ବିପରୀତ କ'ଣ ହେବ? ଅବିଚଳିତ। ସ୍ତର। ବ୍ୟାଦାନର ବିପରୀତ କ'ଣ ହେବ? ସଂକୋଚନ। ବ୍ୟାହତ ଅବ୍ୟାହତ। ବାହାରର ବିପରୀତ କ'ଣ ହେବ? ଭିତର। ବନ୍ଦନର ବିପରୀତ କ'ଣ ହେବ? ନିନ୍ଦନ। ସେମିତିକା ବୃଦ୍ଧିର ବିପରୀତ କ'ଣ ହେବ? ହ୍ରାସ। ବିବେକ ଅବିବେକ। ବିପଦର ବିପରୀତ କ'ଣ ହେବ? ସମ୍ପଦ। ବିଗତର ବିପରୀତ କ'ଣ ହେବ? ଆଗତ। ସେମିତିକା ବିନାଶର ବିପରୀତ କ'ଣ ହେବ? ବୃଦ୍ଧି। ବିକାଶର ବିପରୀତ କ'ଣ ହେବ? ବିଲୟ। ସେମିତିକା ମୂକର ବାଚାଳ। ମୃତର ବିପରୀତ କ'ଣ ହେବ? ଜୀବିତ। SSC ଏକ୍ଜାମ୍ରେ ବହୁତ ଥର এই କ୍ୱେଶ୍ଚନ୍ଟି ଆସିଛି। ମ୍ଳାନର ବିପରୀତ କ'ଣ ହେବ? ମ୍ଳାନ ଅମ୍ଳାନ। ତେଣୁ ନିହାତି ଭାବରେ ଆପଣମାନଙ୍କୁ ମନେ ରଖିବା ପାଇଁ ପଡ଼ିବ। ସେମିତିକା ମୁଗ୍ଧର ବିପରୀତ କ'ଣ ହେଇଯିବ? ବିରକ୍ତ। ମରର ବିପରୀତ କ'ଣ ହେବ? ଅମର। ମେଧର ବିପରୀତ କ'ଣ ହେଇଯିବ? ଅମେଧ। ମନ୍ଦର ବିପରୀତ କ'ଣ ହେଇଯିବ? ଭଲ। ଭଲ ମନ୍ଦ। ସେମିତିକା ମଠୁଆର ବିପରୀତ କ'ଣ ହେଇଯିବ? ଚଞ୍ଚଳିଆ। ମୋଲାର ବିପରୀତ କ'ଣ ହେଇଯିବ? ଜିଅନ୍ତା। ସେମିତିକା ମସୃଣର ବିପରୀତ କ'ଣ ହେଇଯିବ? ମସୃଣ। ବନ୍ଧୁର। ମହଙ୍ଗାର ବିପରୀତ କ'ଣ ହେବ? ଶସ୍ତା। ମିଛର ବିପରୀତ କ'ଣ ହେବ? ସତ୍ୟ। ମିଥ୍ୟାର ବିପରୀତ କ'ଣ ହେଇଯିବ? ସତ୍ୟ। ବିଦେଶୀର ବିପରୀତ କ'ଣ ହେବ? ଦେଶୀ। ସେମିତିକା ବିଚ୍ଛିନ୍ନର ବିପରୀତ କ'ଣ ହେଇଯିବ? ଅବିଚ୍ଛିନ୍ନ। ଏ ଗୋଟେ OSCCର ଫେଭରାଇଟ୍ କ୍ୱେଶ୍ଚନ୍। ବିକ୍ରୀତର ବିପରୀତ କ'ଣ ହେଇଯିବ? କ୍ରୀତ। ବିକ୍ରୀତ କ୍ରୀତ। ବହୁତ ବହୁତ ଇମ୍ପୋର୍ଟାଣ୍ଟ, ନିହାତି ଭାବରେ ମନେ ରଖନ୍ତୁ। ବିକ୍ରୀତର କ'ଣ ହେଇଯିବ? କ୍ରୀତ। ବୈତନିକର କ'ଣ? ଅବୈତନିକ। ସେମିତିକା ଭଲର କ'ଣ ହେଇଯିବ? ମନ୍ଦ। ଭକ୍ଷ୍ୟର କ'ଣ ହେବ? ଅଭକ୍ଷ୍ୟ। ଭଙ୍ଗୁର ବିପରୀତ କ'ଣ ହେବ? ଶାଶ୍ୱତ। ଭ୍ରାନ୍ତର ବିପରୀତ କ'ଣ ହେଇଯିବ? ଅଭ୍ରାନ୍ତ। ସେମିତିକା ଭୁକ୍ତର ବିପରୀତ କ'ଣ ହେବ? ଅଭୁକ୍ତ। ଭୟର ବିପରୀତ କ'ଣ ହେବ? ଅଭୟ। ନିର୍ଭୟ। ଏ ହେଉଛି ଭୟର ବିପରୀତ ଶବ୍ଦ। ସେମିତିକା ଭୟାଳୁର ବିପରୀତ କ'ଣ ହେବ? ନିର୍ଭୀକ। ଭୀମର ବିପରୀତ କ'ଣ ହେବ? କାନ୍ତ। ସେମିତିକା ଭୀରୁର ବିପରୀତ କ'ଣ ହେବ? ନିର୍ଭୀକ। ଭିନ୍ନର ବିପରୀତ କ'ଣ ହେଇଯିବ? ଭିନ୍ନ ଅଭିନ୍ନ। ନେକ୍ସଟ, ମୋଟାର ବିପରୀତ କ'ଣ ହେବ? ସରୁ। ମୋଟା ସରୁ। ସେମିତିକା ମହାଜନର ବିପରୀତ କ'ଣ ହେବ? ଖାତକ। ସେମିତିକା ମୁଦାର ବିପରୀତ କ'ଣ ହେବ? ଖୋଲା। ସେମିତିକା ଯଶର ବିପରୀତ କ'ଣ ହେବ? ଅପଯଶ। ଅଯଶ। ଏ ଦୁଇଟି ହେଉଛି ଯଶର ବିପରୀତ ଶବ୍ଦ। ସେମିତିକା ଯଜମାନର ବିପରୀତ କ'ଣ ହେବ? ପୁରୋହିତ। ଯାଚିତର ବିପରୀତ କ'ଣ ହେବ? ଅଯାଚିତ। ଯାଚିତ ଅଯାଚିତ। ସେମିତିକା ଯାଚକର ବିପରୀତ କ'ଣ ହେବ? ଦାତା। ଯୋଗର ବିପରୀତ କ'ଣ ହେଇଯିବ? ବିୟୋଗ। ଯୋଗ କରିବା ବିୟୋଗ କରିବା। ସେମିତିକା ଯୁକ୍ତର କ'ଣ ହେଇଯିବ? ବିଯୁକ୍ତ। ଯଥାର୍ଥର ବିପରୀତ କ'ଣ ହେଇଯିବ? ଅଯଥାର୍ଥ। ଯଜ୍ଞର ବିପରୀତ କ'ଣ ହେଇଯିବ? ଅଯଜ୍ଞ। ରକ୍ଷକର ବିପରୀତ କ'ଣ ହେଇଯିବ? ଭକ୍ଷକ। ସେମିତିକା ରାଜାର ବିପରୀତ କ'ଣ ହେଇଯିବ? ପ୍ରଜା। ରୋଗୀର ବିପରୀତ କ'ଣ ହେବ? ନିରୋଗ। ରୋଗୀ ନିରୋଗ। ସେମିତିକା ଭିନ୍ନର ବିପରୀତ କ'ଣ ହେଇଯିବ? ଅଭିନ୍ନ। ଭେଦର ବିପରୀତ କ'ଣ ହେଇଯିବ? ଭେଦ ଅଭେଦ। ଭାଙ୍ଗିବାର ବିପରୀତ କ'ଣ ହେଇଯିବ? ଗଢ଼ିବା। ଭାଙ୍ଗିବା ଗଢ଼ିବା। ସେମିତିକା ଭୋଗର ବିପରୀତ କ'ଣ ହେଇଯିବ? ତ୍ୟାଗ। ଏ ଗୋଟେ ରିପିଟେଡ୍ କ୍ୱେଶ୍ଚନ୍। ଅମିନ କ୍ୱେଶ୍ଚନ୍ରେ ଆସିଥିଲା 2022ରେ। ତେଣୁ ନିହାତି ଭାବରେ ମନେ ରଖନ୍ତୁ। ଆଉ ଥରେ ଯେକୌଣସି ଏକ୍ଜାମ୍ରେ ମଧ୍ୟ ଆସିପାରେ। ଭେଦ୍ୟର କ'ଣ ହେଇଯିବ? ଭେଦ୍ୟର କ'ଣ ହେଇଯିବ? ଅଭେଦ୍ୟ ଦୁର୍ଭେଦ୍ୟ। ମନେ ରଖନ୍ତୁ। ଯଦି ଭୁଲି ବି ଯାଉଛନ୍ତି ତାହେଲେ ନିହାତି ଭାବରେ ନୋଟ୍ କରନ୍ତୁ। ନିହାତି ଭାବରେ 1 ମାର୍କ ତ ମିଳିବ। ସେମିତିକା ଭକ୍ଷକର କ'ଣ ହେଇଯିବ?
ରକ୍ଷକ। ମାନର କ'ଣ ହେଇଯିବ? ମାନ, ଅପମାନ। ମାରଣର ବିପରୀତ କ'ଣ ହେଇଯିବ? ତାରଣ। ସେମିତିକା ମିଳନର ବିପରୀତ କ'ଣ ହେଇଯିବ? ବିଚ୍ଛେଦ। ମିଶିଯିବା, ଅଲଗା ହେଇଯିବା। ମିଶିଯିବାଟାକୁ କ'ଣ? ମିଳନ କୁହାଯାଉଛି। ଆଉ ବିଚ୍ଛେଦ ବା ଅଲଗା ହେଇଯିବାଟାକୁ ବିଚ୍ଛେଦ କୁହାଯାଉଛି। ସେମିତିକା ମୁଖ୍ୟର କ'ଣ ହେଇଯିବ? ଗୌଣ। ରୁଗ୍ଣର ବିପରୀତ କ'ଣ ହେଇଯିବ? ସୁସ୍ଥ। ସେମିତିକା ରୁଦ୍ଧର ବିପରୀତ କ'ଣ ହେବ? ମୁକ୍ତ। ରୂପବତୀର ବିପରୀତ କ'ଣ ହେଇଯିବ? କୁସ୍ଥିତା। ବୁଝିପାରିଲେ? ଲାଭ, କ୍ଷତି। ସେମିତିକା ଲୋଭୀର କ'ଣ ହେଇଯିବ? ଲୋଭୀ, ନିର୍ଲୋଭ। ଲଘୁ, ଗୁରୁ। ଲମ୍ବର ବିପରୀତ କ'ଣ ହେଇଯିବ? ପ୍ରସ୍ଥ, ଓସାର। ଏ ଦୁଇଟି ହେଉଛି ଲମ୍ବର ବିପରୀତ ଶବ୍ଦ। ସେମିତିକା ଲେଖାର ବିପରୀତ କ'ଣ ହେଇଯିବ? ଲେଖା ଓ ଲେଖା। ନେକ୍ସଟ, ଲିପ୍ତର ବିପରୀତ କ'ଣ ହେଇଯିବ? ନିର୍ଲିପ୍ତ। ସେମିତିକା ଲୁଣ୍ଠିତର ବିପରୀତ କ'ଣ ହେଇଯିବ? ରକ୍ଷିତ। ଲୌକିକର ବିପରୀତ କ'ଣ ହେଇଯିବ? ଅଲୌକିକ। ଲମ୍ବାର ବିପରୀତ କ'ଣ? ଛୋଟ। ଲୁଣିଆର ବିପରୀତ ଅଲଣା। ଶିବର ବିପରୀତ କ'ଣ ହେବ? ଅଶିବ। ଶାଶ୍ୱତର ବିପରୀତ କ'ଣ ହେଇଯିବ? କ୍ଷଣିକ। ଶ୍ରୋତାର ବିପରୀତ କ'ଣ ହେଇଯିବ? ବକ୍ତା। ଶୁଣିବା, କହିବା। ସେମିତିକା ଶ୍ରେୟର ବିପରୀତ କ'ଣ ହେଇଯିବ? ଅଶ୍ରେୟ। ବୁଝିପାରିଲେ? ଶ୍ରେୟର ବିପରୀତ କ'ଣ ହେଇଯିବ? ଅଶ୍ରେୟ। ଶ୍ରଦ୍ଧାର ବିପରୀତ କ'ଣ ହେଇଯିବ? ଅଶ୍ରଦ୍ଧା, ଘୃଣା। ଏ ଦୁଇଟି ହେଉଛି ଶ୍ରଦ୍ଧାର ବିପରୀତ ଶବ୍ଦ। ସେମିତିକା ଶିକ୍ଷାର ବିପରୀତ କ'ଣ ହେଇଯିବ? ଅଶିକ୍ଷା। ଶୁଭର ବିପରୀତ କ'ଣ ହେଇଯିବ? ଅଶୁଭ। ସେମିତିକା ସୁଶୀଳର ବିପରୀତ କ'ଣ ହେଇଯିବ? ଦୁଶୀଳ। ସୁଶୀଳାର କ'ଣ ହେବ? ଦୁଶୀଳା। ସେମିତିକା ସୁଶ୍ରୀର ବିପରୀତ କ'ଣ? ବିଶ୍ରୀ, ହତଶ୍ରୀ। ଏ ଦୁଇଟି ହେଉଛି ସୁଶ୍ରୀର ବିପରୀତ ଶବ୍ଦ। ସେମିତିକା ସୁସ୍ଥର ବିପରୀତ କ'ଣ? ଅସୁସ୍ଥ। ସ୍ତାବକର କ'ଣ ହେଇଯିବ? ସ୍ତୁତ। ସ୍ତୁତିର ବିପରୀତ କ'ଣ ହେବ? ନିନ୍ଦା। ସାଙ୍ଗର ବିପରୀତ କ'ଣ ହେଇଯିବ? ନିରଙ୍ଗ, ଶତ୍ରୁ। ସାଙ୍ଗର ବିପରୀତ ଶବ୍ଦ ଆମେ ସମସ୍ତେ ଶତ୍ରୁ ବୋଲି ଜାଣିଛୁ, କିନ୍ତୁ ନିରଙ୍ଗ ଜାଣିନାହୁଁ। ତେଣୁ ନିହାତି ଭାବରେ ମନେ ରଖନ୍ତୁ, ସାଙ୍ଗର ବିପରୀତ ଶବ୍ଦ ଦୁଇଟି ଅଛି। ନା କ'ଣ? ଗୋଟେ ହେଲା ନିରଙ୍ଗ, ଗୋଟେ କ'ଣ? ଶତ୍ରୁ। ବୁଝିପାରିଲେ କ'ଣ କହୁଛି? ସେମିତିକା ସ୍ଥୂଳର ବିପରୀତ କ'ଣ ହେବ? ସୂକ୍ଷ୍ମ। ସ୍ୱକୀୟର ବିପରୀତ କ'ଣ ହେବ? ପରକୀୟ। ଆଉ ଗୋଟେ କ'ଣ? ସ୍ୱକୀୟାର ବିପରୀତ କ'ଣ ହେବ? ପରକୀୟା। ଶୁଭର ବିପରୀତ କ'ଣ ହେବ? ଅଶୁଭ। ସେମିତିକା ଶତ୍ରୁର ବିପରୀତ କ'ଣ ହେଇଯିବ? ମିତ୍ର। ଶାନ୍ତିର ବିପରୀତ କ'ଣ ହେଇଯିବ? ଅଶାନ୍ତି। ଆଉ ଗୋଟେ କ'ଣ? ଶୋଭନୀୟର ବିପରୀତ କ'ଣ ହେଇଯିବ? ଅଶୋଭନୀୟ। ଶୁଷ୍କର ଆର୍ଦ୍ର। ସମଷ୍ଟିର କ'ଣ ହେବ? ବ୍ୟଷ୍ଟି। ଏ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ। ଓଡ଼ିଶାର ବହୁତ ଏକ୍ଜାମରେ ଏଇ ବିପରୀତ ଶବ୍ଦଟି ଆସିଛି। ନା କ'ଣ? ସମ୍ଭୋଗର ବିପରୀତ କ'ଣ? ବୈରାଗ। ସମୃଦ୍ଧିର ବିପରୀତ କ'ଣ ହେବ? ବୃଦ୍ଧି। ସଶସ୍ତ୍ରର ବିପରୀତ କ'ଣ? ନିରସ୍ତ୍ର। ସଶସ୍ତ୍ର, ନିରସ୍ତ୍ର। ସେମିତିକା ସମ୍ପୂର୍ଣ୍ଣର ବିପରୀତ କ'ଣ ହେବ? ଅସମ୍ପୂର୍ଣ୍ଣ। ସେମିତିକା ସମ୍ପଦର ବିପରୀତ କ'ଣ ହେବ? ବିପଦ। ସଂସାରୀର ବିପରୀତ କ'ଣ ହେବ? ବୈରାଗୀ। ଆଉ ଗୋଟେ କ'ଣ? ସାଂସାରିକର ବିପରୀତ କ'ଣ ହେବ? ସ୍ୱର୍ଗୀୟ। ସେମିତିକା ସଂସ୍କୃତର ବିପରୀତ କ'ଣ ହେବ? ଅସଂସ୍କୃତ। ସ୍ୱର୍ଗର ବିପରୀତ କ'ଣ ହେବ? ନରକ, ମର୍ତ୍ତ। এই ଦୁଇଟି ହେଉଛି ସ୍ୱର୍ଗର ବିପରୀତ ଶବ୍ଦ। ସେମିତିକା ସ୍ୱତନ୍ତ୍ରର ବିପରୀତ କ'ଣ ହେବ? ପରତନ୍ତ୍ର। ସ୍ୱାଧୀନର ବିପରୀତ ପରାଧୀନ। ସ୍ୱସ୍ତିର ବିପରୀତ କ'ଣ ହେଇଯିବ? ଅସ୍ୱସ୍ତି। ସ୍ୱସ୍ତି, ଅସ୍ୱସ୍ତି। ସ୍ୱାର୍ଥପର ବିପରୀତ କ'ଣ ହେଇଯିବ? ନିସ୍ୱାର୍ଥ, ପରାର୍ଥପର। ଏ ଦୁଇଟି ହେଉଛି ସ୍ୱାର୍ଥପରର ବିପରୀତ ଶବ୍ଦ। ସୌଜନ୍ୟର ବିପରୀତ କ'ଣ ହେଇଯିବ? ଅସୌଜନ୍ୟ। ସୁଜନ ବା ସଜ୍ଜନର ବିପରୀତ କ'ଣ ହେବ? ଦୁର୍ଜନ। ସ୍ମରଣର ବିପରୀତ କ'ଣ ହେବ? ବିସ୍ମରଣ। ସ୍ମୃତିର ବିପରୀତ କ'ଣ? ବିସ୍ମୃତି। ସ୍ୱୀକାର, ଅସ୍ୱୀକାର। ସେମିତିକା ସ୍ୱୀକୃତ, ପ୍ରତ୍ୟାଖ୍ୟାତ। ସଜର କ'ଣ? ବାସି। ସୁକୃତର ବିପରୀତ କ'ଣ ହେବ? ଦୁଷ୍କୃତ। ସେମିତିକା ସୁକର୍ମର ବିପରୀତ କ'ଣ ହେବ? ଦୁଷ୍କର୍ମ। ସୁଖର ବିପରୀତ କ'ଣ ହେବ? ଦୁଃଖ। ସୁଗମର କ'ଣ ହେଇଯିବ? ଦୁର୍ଗମ। ସେମିତିକା ସୁନାମର କ'ଣ ହେଇଯିବ? ଦୁର୍ନାମ। ସୁଯଶର ବିପରୀତ କ'ଣ ହେବ? ଅଯଶ, ଅପଯଶ। ଏ ଦୁଇଟି ହେଉଛି ସୁଯଶର ବିପରୀତ ଶବ୍ଦ। ସେମିତିକା ସୁପ୍ତର କ'ଣ ହେବ? ଜାଗ୍ରତ।
ସୁଲଭର ଦୁର୍ଲଭ। ସଞ୍ଜର ବିପରୀତ କ'ଣ ହେବ? ସକାଳ। ସଦରର ବିପରୀତ ମଫସଲ। ସହର ବିପରୀତ ସହର, ଗାଁ। ସେମିତିକା ସଫାର ବିପରୀତ କ'ଣ ହେଇଯିବ? ମଇଳା, ମଳିଆ, ମସିଆ। ଏ ତିନୋଟି ହେଉଛି ସଫାର ବିପରୀତ ଶବ୍ଦ। ବୁଝିପାରିଲେ? ସେମିତିକା ସମାସର କ'ଣ ହେବ? ବ୍ୟାସ। ଷୋହଳର ବିପରୀତ କ'ଣ? ଷୋହଳ, ମଠ। ସାଦା, ରଙ୍ଗୀନ। ଆଉ ସାଧା, ଆଇଁଷ। ସେମିତିକା ସ୍ଥାବରର ବିପରୀତ କ'ଣ ହେବ? ଜଙ୍ଗମ, ଅସ୍ଥାବର। ଏ ଦୁଇଟି ହେଉଛି ସ୍ଥାବରର ବିପରୀତ ଶବ୍ଦ। ସେମିତିକା ସରିସିଆ। ସରିସିଆର ବିପରୀତ କ'ଣ ହେଇଯିବ? ଅଣସରିସିଆ। ସେମିତିକା ସମର ବିପରୀତ କ'ଣ ହେଇଯିବ? ବିଷମ। ସମତାର ବିପରୀତ କ'ଣ ହେଇଯିବ? ବିଷମତା। ଏ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ। ସକ୍ରିୟର ବିପରୀତ କ'ଣ ହେଇଯିବ? ନିଷ୍କ୍ରିୟ। ଆଉ ଥରେ କହି ରଖୁଛି, ସକ୍ରିୟର ବିପରୀତ କ'ଣ ହେଇଯିବ? ନିଷ୍କ୍ରିୟ। ସେମିତିକା ସଚଳର ବିପରୀତ କ'ଣ ହେବ? ଅଚଳ। ଚେଷ୍ଟ, ନିଶ୍ଚେଷ୍ଟ। ସତ୍ୟର ବିପରୀତ କ'ଣ ହେବ? ଅସତ୍ୟ, ମିଥ୍ୟା। ନେକ୍ସଟ, ସଦୟର ବିପରୀତ କ'ଣ ହେବ? ନିର୍ଦ୍ଦୟ। ସଦାଚାର କ'ଣ ହେବ? ସଦାଚାର, କଦାଚାର। ସେମିତିକା ସଧବାର କ'ଣ ହେବ? ବିଧବା। ସବଳ, ଦୁର୍ବଳ। ସେମିତିକା ସବର୍ଣ୍ଣ, ଅସବର୍ଣ୍ଣ। ସବାକର ବିପରୀତ କ'ଣ ହେଇଯିବ? ନିର୍ବାକ। ସୁବଦ୍ଧର ବିପରୀତ କ'ଣ ହେଇଯିବ? ଦୁର୍ବଦ୍ଧ। ଏ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ। ସୁବଦ୍ଧ। ସୁବଦ୍ଧ ବହୁତ ଥର ଏକ୍ଜାମରେ ଆସିଛି, ତେଣୁ ନିହାତି ଭାବରେ ମନେ ରଖନ୍ତୁ। ଆଉ ଆପଣମାନେ ଚାହିଁଲେ ନୋଟ୍ ମଧ୍ୟ କରି ବହୁତ ଥର ପ୍ରାକ୍ଟିସ୍ କରନ୍ତୁ, ନିହାତି ଭାବରେ ମନେ ରହିଯିବ। ସେମିତିକା ସଭ୍ୟର କ'ଣ ହେବ? ଅସଭ୍ୟ। ସେମିତିକା ସାଧାରଣ, ଅସାଧାରଣ। ସମୟ, ଅସମୟ। ସଂକୋଚନର ବିପରୀତ କ'ଣ ହେବ? ପ୍ରସାରଣ। ସୁଦଶା, ଦୁର୍ଦ୍ଦଶା। ସିଦ୍ଧିର କ'ଣ ହେଇଯିବ? ଅସିଦ୍ଧି। ସେମିତିକା ସମ୍ପତ୍ତିର ବିପରୀତ କ'ଣ ହେବ? ବିପତ୍ତି। ସତ୍ୟର କ'ଣ ହେବ? ମିଥ୍ୟା। ସେମିତିକା ସହଜର ବିପରୀତ କ'ଣ ହେବ? କଷ୍ଟ। ସାଶ୍ରୟ, ନିରାଶ୍ରୟ, ଆଶ୍ରୟହୀନ। ଏ ଦୁଇଟି ହେଉଛି ସାଶ୍ରୟର ବିପରୀତ ଶବ୍ଦ। ବହୁତ ଇମ୍ପୋର୍ଟାଣ୍ଟ। ସେମିତିକା ହିତର କ'ଣ ହେଇଯିବ? ଅହିତ। ସେମିତିକା ସରଳର କ'ଣ ହେଇଯିବ? ସରଳ, ଜଟିଳ, କୁଟିଳ, ବକ୍ର। ଏ ହେଉଛି କ'ଣ? ସରଳର ବିପରୀତ ଶବ୍ଦ। ସେମିତିକା ସରସର ବିପରୀତ କ'ଣ ହେଇଯିବ? ନିରସ। ସହଯୋଗ, ଅସହଯୋଗ। ସହଯୋଗିତାର କ'ଣ ହେଇଯିବ? ପ୍ରତିଯୋଗିତା। ସଂକ୍ଷିପ୍ତର ବିପରୀତ କ'ଣ ହେବ? ବିସ୍ତୃତ, ବିଶଦ। ସଂକ୍ଷେପର ବିପରୀତ କ'ଣ? ବାହୁଲ୍ୟ। ସନ୍ଧିର କ'ଣ ହେଇଯିବ? ବିଗ୍ରହ। ସେମିତିକା ସାକ୍ଷର କ'ଣ ହେଇଯିବ? ନିରକ୍ଷର। ସେମିତିକା ସାଦରର କ'ଣ ହେଇଯିବ? ହତାଦର। ସମ୍ମତିର ବିପରୀତ କ'ଣ ହେବ? ଅସମ୍ମତି। ନେକ୍ସଟ, ସଙ୍ଗମର ବିପରୀତ କ'ଣ ହେବ? ବିଚ୍ଛେଦ। ତୃଷ୍ଣର ବିପରୀତ କ'ଣ ହେବ? ବିତୃଷ୍ଣ। ସମର୍ପଣର କ'ଣ ହେଇଯିବ? ଆନୟନ, ଗ୍ରହଣ। ସେମିତିକା ହିଂସାର କ'ଣ ହେଇଯିବ? ଅହିଂସା। ହ୍ରାସର କ'ଣ? ବୃଦ୍ଧି। ହସର ବିପରୀତ କାନ୍ଦ। ହାସ୍ୟର କ୍ରନ୍ଦନ। ସେମିତିକା ହ୍ରସ୍ୱର ବିପରୀତ କ'ଣ ହେବ? ଦୀର୍ଘ। ହିସାବୀର ବିପରୀତ କ'ଣ ହେବ? ବେହିସାବ। ହିସାବୀ, ବେହିସାବ। ସେମିତିକା ହୋସର ବିପରୀତ ବେହୋସ। ହୋସ, ବେହୋସ। ହର୍ଷ, ବିଷାଦ। ହାନିର କ'ଣ ହେବ? ଲାଭ। ହାନି, ଲାଭ। ଲାଭ, କ୍ଷତି। ସେମିତିକା ହାଲୁକାରେ କ'ଣ ହେଇଯିବ? ଭାରୀ। ହରଣର ବିପରୀତ କ'ଣ ହେବ? ପୂରଣ, ଗୁଣନ। ଏ ଦୁଇଟି ହେଉଛି ହରଣର ବିପରୀତ ଶବ୍ଦ। ଏ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ। OSCC ଏକ୍ଜାମରେ ବହୁତ ଥର ଏଇ କ୍ୱେଶ୍ଚନଟି ଆସିଛି। ହୃତ୍ ଗୌରବ। କ'ଣ? ହୃତ୍ ଗୌରବର କ'ଣ ହେଇଯିବ? ଲବ୍ଧ ଗୌରବ। ବୁଝିପାରିଲେ କ'ଣ? ସେମିତିକା ହ୍ରସ୍ୱ ବର୍ଣ୍ଣର କ'ଣ ହେଇଯିବ? ବ୍ୟଞ୍ଜନ ବର୍ଣ୍ଣ। କ୍ଷୁଦ୍ରର କ'ଣ ହେବ? ବୃହତ୍। ସେମିତିକା ସମର୍ପିତର କ'ଣ ହେଇଯିବ? ଗୃହୀତ, ଆନୀତ। ସାର୍ବଜନୀନ, ବ୍ୟକ୍ତିଗତ। ବହୁତ ଇମ୍ପୋର୍ଟାଣ୍ଟ, ମନେ ରଖନ୍ତୁ। ସେମିତିକା ସାକାରର କ'ଣ ହେଇଯିବ? ନିରାକାର। ସଫଳ, ନିଷ୍ଫଳ। ସପକ୍ଷ, ବିପକ୍ଷ। ସେମିତିକା ସଲ୍ଲଜ୍ଜର ବିପରୀତ କ'ଣ ହେବ? ନିର୍ଲଜ୍ଜ। ସ୍ୱଦେଶର ବିପରୀତ କ'ଣ ହେବ?
ବିଦେଶ। ସେମିତିକା କ୍ଷମର ବିପରୀତ କ'ଣ ହେବ? ଅକ୍ଷମ। କ୍ଷାରର କ'ଣ? ଅମ୍ଳ। କ୍ଷଣିକର କ'ଣ ହେଇଯିବ? ଚିରନ୍ତନ। କ୍ଷଣସ୍ଥାୟୀ, ଚିରସ୍ଥାୟୀ। ସେମିତିକା କ୍ଷଣର କ'ଣ ହେଇଯିବ ବିପରୀତ? ପୃଥଳ। କ୍ଷଣ, ପୃଥଳ। କ୍ଷତର ବିପରୀତ କ'ଣ ହେଇଯିବ? ଅକ୍ଷତ। ସେମିତିକା କ୍ଷମାର ବିପରୀତ କ'ଣ ହେଇଯିବ? ଅକ୍ଷମା। କ୍ଷମଣୀୟର କ'ଣ ହେବ? ଅକ୍ଷମଣୀୟ। କ୍ଷର, ଅକ୍ଷର। ଏପରି ଭିଡ଼ିଓ ପାଇବା ପାଇଁ ହେଲେ ଆମ ଚ୍ୟାନେଲ୍ ସହିତ ଯୋଡ଼ି ରୁହନ୍ତୁ ଆଉ ନିହାତି ଭାବରେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ। ଧନ୍ୟବାଦ।